ନମସ୍କାର ଦର୍ଶକ ବନ୍ଧୁ। ତୁ ମୋ କେଦାର ମୌତ ଗୌରୀ ଧାରାବାହିକର ଆପଣମାନେ ଆଜି ଦେଖିବାକୁ ପାଇବେ। ବିହାନ ନିଜକୁ ନିଜେ କହୁଥିବେ, ଓହୋ ଡାର୍ଲିଂ, ତୁ କଣ ଦେଖାଯାଉଛୁ ମ, ପୁରା ହିରୋ ତ ଆଉ। ଆଜି ତୁ ହିଁ ଜିତିବୁ। ଆଜି ଯୋଉ ବାଇକ୍ ରେସିଂ କମ୍ପିଟିସନ ହବ, ସେଥିରେ ତତେ କେହି ବି ହରେଇ ପାରିବେ ନାହିଁ। ଆଉ ଯୋଉ 50,000 ଟଙ୍କା ପୁରସ୍କାର ପାଇବୁ, ସେଇ ଟଙ୍କାରେ ବାପାଙ୍କ ପାଇଁ ଡ୍ରେସ୍, ଜେଜେମାଙ୍କ ପାଇଁ ମେଞ୍ଚେ ସିଙ୍ଗଡା, ବରା, ଆଳୁଚପ, ଆଉ ଗୋଟିଏ ଜିନିଷ ତ ମୁଁ ପକ୍କା ଆଣିବି। ସେଇଟା ହଉଛି ମୋ ଗେହ୍ଲି ଦିଦି ପାଇଁ ସୁନ୍ଦରିଆ ସୁନାର ଇୟରିଂ। ୟେସ୍, ମୁଁ ମୋ ଦିଦିକୁ ପଚାରିବି ମୁଁ କୋଉଟା ପିନ୍ଧିବି। ହଁ ହଁ, ଏହାପରେ ବିହାନ ଶିବାନୀ ପାଖକୁ ଯିବେ ଆଉ କହିବେ, ଦିଦି ତମ କାମ ସରିଲେ ମତେ ଟିକେ ହେଲ୍ପ କରିବୁ। ଏହାପରେ ଶିବାନୀ କହିବେ, ଆରେ ତୁ କଣ ଆଜି ଏତେ ସକାଳୁ ଉଠି ପଡିଛୁ। ଏହାପରେ ବିହାନ କହିବେ, ଦିଦି କଣ ଭୁଲିଗଲ କି?